एकादशी महात्म्य 20 अध्याय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततः जयमुदीरये। मुखं करोति वाचालं पङ्गुं लङ्घयते गिरिं यत्कृपातहं वन्दे परमानन्दमाधवम्। निगमकल्पतरोगर्लितं फलं सुखमुखादमृतद्रवसंयुक्तं पिबत भागवतं रसमालयं मुहुरहो रसिका भुवि भावुकाः। युधिष्ठिरोवाच पचारुछन्ति पण्डुसुत हे प्रभु अनादि अच्युत भाद्रव शुक्ल एकादशी कहन्तु नाम विधिशिषि एथिरे केउ देव पूजा कर हे देव देव राजा। श्रीकृष्ण उवाच कृष्ण कहन्ति नृप शुण कहिबा आश्चर्य कथन नारद पचारन्ति ब्रह्मा कहिण थिले जा महिमा। नारद उवाच हे चतुर्मुख पद्मजनी पचारे चरणे प्रणमी भाद्रव शुक्ल एकादशी ता नाम कहन्तु विशेषी। जानिए हार विधिमान करिबा विष्णु आराधन। ब्रह्मा उवाच तुम्भे वैष्णव मुनि श्रेष्ठ ए प्रश्न उत्तर गरिष्ठ। हरिबासरु बड़ होई तिनि लोकरे व्रत नाही पद्म नामरे विख्यात भाद्रव एकादशी शेत पूजा एथिरे ऋषिकेश व्रते उत्तम विशेष। कहिबा पौराणिक कथा शुणिले जीव भव व्यथा एहाकु शुणिले ही नर हुई महापाप दूर। मान्धाता नामे राज ऋषि अटंती सेहि सूर्यवंशी से सत्य संध चक्रवर्ती प्रतापवंत धर्मपति औरस पुत्र परि प्रजा पालन कले धर्म राजा। हेले राज्ये सुखी लोक नहिला दुर्भिक्ष नरक जहिरे आदि व्याधि नाही चोरमानंक भय नाही। धन धान्य समुन्नत हेले समस्त पुण्यवंत नाये अर्जित जेते धन भंडारे रखिले राजन। जे जहा आश्रमर धर्मे रहिले प्रजा निज कर्मे मान्धाता पालन रे मही कामधेनुर सम होई अभीष्ट सुख मान देले प्रजाए आनंदे रहिले। पुनि प्राक्तन कर्म एक घटिला आसीन विपाक हेला से देशे अनावृष्टि 3 बरस शस्य नष्टि शस्य न पाई प्रजाकूल सुधारे होइले आकुल। स्वाहा स्वधादि सत्कार वेदाध्ययन जेवा दूर एथि अभाव पीड़ा पाई प्रजाए रजा आगे कही। हे नृप आम्भ वाक्य शुण सुधारे हेला पीड़ा जान। आपको विज्ञ जन माने नारदे बोलंती पुराणे तहिरे करंती अयन तेणु ए जान नारायण। पर्जन्य रूपी भगवान सर्वग सर्वस्थित जान सेहि से वृष्टि की करंती वृष्टिरु अन्नर संभूति। अन्नरु प्राणी माने जात एत समस्त शास्त्र मत से जल अभावरे पूर्ण क्षय होइबे प्रजागण। ए रूपे हेब बरषण से रूपे विचार राजन। राजोवाच सत कहिली मिथ्या नाही अन्न वर्जित व्रत कही अनु हुअन्ति प्राणी माने एमाने जियन्ति से अन्ने। शास्त्र वचन एमंत पुराणे होइछि कथित
ନୃପମାନଙ୍କ ଅପଚାରେ ପ୍ରଜାମାନଙ୍କୁ ପୀଡ଼ା ଧରେ। ମୋହର ନାହିଁ ଅପଚାର ପ୍ରଜାଏ ବୁଦ୍ଧିରେ ବିଚାର। ତଥାପି ତୁମ୍ଭ ପ୍ରିୟ ପାଇଁ କରିବି ବ୍ୟବସାୟ ମୁହିଁ। ଏମନ୍ତ କହି ନରପତି ଧାତାକୁ କରିଣ ବିନତି। ସଙ୍ଗେ ନେଇଣ ଅଳ୍ପ ଜନ ଋଷି ଆଶ୍ରମେ ଗଲେ ପୁଣ। ତାପସମାନଙ୍କ ଆଶ୍ରିତ ଭ୍ରମିଲେ ଆଶ୍ରମେ ସତତ। ଦେଖିଲେ ଅଙ୍ଗିରସ ମୁନି ଯେ ଜାତ ବ୍ରହ୍ମ ତେଜ ଘେନି। ତେଜେ ବିରାଜେ ତପୋଧନି କିବା ଦ୍ୱିତୀୟ ପଦ୍ମଜନି। ହୋଇ ଆନନ୍ଦ ନରପତି ବାହାନୁ ଓହ୍ଲାଇ ଝଟତି। ଅଞ୍ଜଳି କରି ନୃପବର ମୁନିଙ୍କି କଲେ ନମସ୍କାର। ସ୍ୱସ୍ତି ବଚନ ପୂର୍ବ ପରି ଆନନ୍ଦ ହୋଇଣ ପଚାରି। ରୂପକୁ ସପ୍ତ ଅଙ୍ଗୀ ହେଲେ ରାଜ୍ୟ କୁଶଳ ପଚାରିଲେ। ହର କୁଶଳ ନିବେଦନ କହିଲେ ଅନାମୟ ଜାଣ। ଆସନ ଅର୍ଘ୍ୟ ପାଇ ନୃପ ବସିଲେ ମୁନିଙ୍କ ସମୀପ। କହିଲେ ମୁନି ପଚାରନ୍ତେ ଏଥି ଆସିଲେ ଯେ ନିମିତ୍ତେ। ହେ ମୁନି ଧର୍ମବିଧି ଚାହିଁ ପାଳନ କରୁଅଛି ମୁହିଁ। ପୃଥ୍ୱୀରେ ଅନାବୃଷ୍ଟି ହେଲା କି ହେତୁ ବିଦିତ ନୋହିଲା। ହେତୁ ଜାଣିଲେ ପ୍ରତିକାର କରନ୍ତି କହ ମୁନୀଶ୍ୱର। ସନ୍ଦେହ ଛେଦ ମୋର ସାଇଁ ତୁମ୍ଭ ସମୀପେ ଅଇଲଇଁ। ଯୋଗ ବଳରେ କହ ଜ୍ୟୋତି ପ୍ରଜାଙ୍କୁ ରଖ କରେ ସ୍ତୁତି। ଋଷିରୁବାଚ ଏ ସତ୍ୟ ଯୁଗ ହେ ରାଜନ। ଯୁଗମାନଙ୍କେ ଏ ଉତ୍ତମ। ଏ ଯୁଗେ ସର୍ବେ ବ୍ରହ୍ମବାଦୀ ଧାର୍ମିକ ପୁଣି ସତ୍ୟବାଦୀ। ଏହି ଯୁଗରେ ଦ୍ୱିଜ ଜାତି ଦୁଷ୍କର ତପସ୍ୟା କରନ୍ତି। ତୁମ୍ଭ ଦେଶରେ ନରପାଳ ତପସ୍ୱୀ ଏକ ହିଁ ବୃଷାଳ। ତାର ଅବଧି ବିଧିପାକ ବରଷୁ ନାହିଁ ବଳାହକ। ତାର ମାରଣେ ଯତ୍ନ କର ବର୍ଷିବ ଦେଶେ ଜଳଧର। ରାଜବାଚ ନିରପରାଧ ତପଚାରୀ ତାହାକୁ ମାରିବି କିପରି। କହନ୍ତୁ ଅନ୍ୟ ଉପଦେଶ ଯହିଁ ନଥିବ ଜୀବନାଶ। ଋଷିରୁବାଚ ଆବଦ୍ଧ ଯେବେ ବୃଷାଳ ସମସ୍ତେ ପଦ୍ମବ୍ରତ କର। ଭାଦ୍ରବ ଶ୍ଳୁକ ଏକାଦଶୀ ନାମରେ ପଦ୍ମା କରି ଭାସି। ଏ ବ୍ରତ ପ୍ରଭାତୁ ନିୟତ ସୁବୃଷ୍ଟି କରିବ ଜିମୁତ। ଏ ପଦ୍ମା ସର୍ବସିଦ୍ଧି ଦେଇ ସର୍ବୋପଦ୍ରବ୍ୟ ବିନାଶଇ। ପୁର ନଗରେ ହୋଇଯୁତ କର ହେ ନୃପ ପଦ୍ମବ୍ରତ। ଏମନ୍ତେ ମୁନି ବାକ୍ୟ ଶୁଣି କରି ପ୍ରଣାମ ନୃପମଣି। ଗଲେ ପୁରକୁ ପ୍ରୀତ ହୋଇ କଲେ ସେ ବ୍ରତ ଯୋଗ ସାଇଁ। ହୋଇଣ ପୁରଜନ ଯୁତ ସମସ୍ତ ପ୍ରଜାର ସହିତ। କଲେ ନୃପତି ପଦ୍ମାବ୍ରତ ସୁବୃଷ୍ଟି ହେଲେ ଦେଶେ ଜାତ। ଜଳରେ ଭୂମି ଅପ୍ଳାବିତ ଶସ୍ୟରେ ହେଲା ସୁସଂହତ। ସୁଖ ପାଇଲେ ସବୁ ନରେ ଋଷି ଈଶ୍ୱର ପ୍ରସାଦରେ। ଏଣୁ ଏ ବ୍ରତ ନର କଲେ ସମସ୍ତ ଦୁସ୍ତରୁ ନିସ୍ତରେ। ଦଧି ଓଦନେ କରିୟତ ଜଳରେ କରିଣ ପୂରିତ। ବସ୍ତ୍ରରେ ସଂବେଷ୍ଟିତ କରି ଦ୍ୱିଜେ ଅର୍ପିବ ହସ୍ତେ ଧରି। ଛତ୍ର ସହିତେ ଉପାନହ ଦେବ ବ୍ରାହ୍ମଣେ ପ୍ରୀତି ସହ। ଭକ୍ତ ବତ୍ସଳ ଦାମୋଦର ଗୋବିନ୍ଦ ତୋତେ ନମସ୍କାର। ପାପମାନଙ୍କୁ କ୍ଷୟ କରି ସବୁ ସୁଖକୁ ଦିଅ ହରି। ଏମନ୍ତ ବୋଲିଣ ତୋଷରେ ଦକ୍ଷିଣା ଦେବ ଦ୍ୱିଜବରେ। କରିବ ତାଙ୍କୁ ନମସ୍କାର ଆଚରି ଉଚିତ ସତ୍କାର। ଏ ଦ୍ରବ୍ୟ ଭକ୍ତି ମୁକ୍ତି ଦାୟୀ ଇନ୍ଦ୍ରିୟ ସୁଖ ଯେ ମିଳଇ। ଏହାକୁ ପଢ଼ନ୍ତେ ଶୁଣନ୍ତେ ନାଶ ଯାଆନ୍ତି ପାପ ଯେତେ। ଏହାକୁ ପଢ଼ନ୍ତେ ଶୁଣନ୍ତେ ନାଶ ଯାଆନ୍ତି ପାପ ଯେତେ। ନାଶ ଯାଆନ୍ତି ପାପ ଯେତେ।
इति श्री ब्रह्माण्डपुराणे भाद्रवशुक्लपद्म एकादशी महात्म्ये नाम 20ोऽध्याय। हरि बोल। भीमेस्यापि रणभङ्गो मुनेरपि मतिभ्रमः यदि शुद्धं वशुद्धं वा मम दोषो न विद्यते।